ଖାଲି ତ କନ କନ ଆଉ ହେଲୋ ଗାଇସ୍ ମୋର ପୁଣି ଥରେ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ବ୍ଲଗ ଭିଡ଼ିଓକୁ। ଠିକ୍ ଅଛି, ତ ଆପଣ ଯେମିତି ଜାଣିଛନ୍ତି ମୁଁ ବର୍ତ୍ତମାନ ବେଙ୍ଗଲୋରରେ ରହୁଛି। ଏଇଟା ମୋ ରୁମ୍, ଆପଣମାନେ ଦେଖିପାରୁଥିବେ। ଯେଉଁମାନେ ମୋର ଡେଲି ବ୍ଲଗ୍ସ ଭିଡ଼ିଓ ଦେଖନ୍ତି ସେମାନେ ଜାଣିଥିବେ। ଆଗରୁ ବି ଏ ରୁମ୍ ବିଷୟରେ ମୁଁ ଗୋଟେ ଭିଡ଼ିଓ ବନେଇକି ଅପଲୋଡ଼ କରିଛି। ତ ଆଜି ରୁମ୍ରେ ବର୍ତ୍ତମାନ କେହି ନାହାନ୍ତି। ଗତକାଲି ବି ମୁଁ ଗୋଟେ ଭିଡ଼ିଓ ବନେଇଥିଲି। କେଉଁ ବିଷୟରେ ବନେଇଥିଲି? ଆପଣ ଯେତେବେଳେ ୟୁଟ୍ୟୁବରେ ଭିଡ଼ିଓ ବନାଉଛନ୍ତି ତ ଭିଡ଼ିଓକୁ ଭାଇରାଲ କେମିତି କରିବେ, ଭିଡ଼ିଓକୁ ଟ୍ରେଣ୍ଡିଂରେ କେମିତି ଆଣିବେ ସେ ବିଷୟରେ ମୁଁ ଆପଣଙ୍କୁ କହିଥିଲି। ଏଇଟା ଆମର ବ୍ଲଗ୍ସ ଚ୍ୟାନେଲ୍, ମୋର ଯେତିକି ୟୁଟ୍ୟୁବରେ ନଲେଜ ଅଛି ସେ ବିଷୟରେ ବି ମୁଁ ଆପଣମାନଙ୍କ ସହିତ ବି ସେୟାର କରେ। ଠିକ୍ ଅଛି, ତ ବର୍ତ୍ତମାନ ରୁମ୍ରେ କେହି ନାହାନ୍ତି। ମୁଁ ବର୍ତ୍ତମାନ ରୋଷେଇ କାମ ସାରି ଦେଇଛି, ଡାଲି ପ୍ଲସ୍ ଭାତ। ଠିକ୍ ଅଛି, ଆଉ କ'ଣ କରିବେ? ଆଜି ହେଉଛି ରଥଯାତ୍ରା, ବାହୁଡ଼ା ଯାତ୍ରା। ମୁଁ ବେଙ୍ଗଲୋରରେ ଭାବୁଛି ରଥଯାତ୍ରା ଦେଖିବାକୁ ଯିବି। ଭାବୁଛି ଯିବି କି ନାହିଁ, ଆଜି ମୋର ଡ୍ୟୁଟି ବି ଅଛି, ପୁଣି ସେକେଣ୍ଡ ସିଫ୍ଟ। ଠିକ୍ ଅଛି, ତ ବର୍ତ୍ତମାନ ମୁଁ ପ୍ରଥମେ ଖାଇ ସାରିକି ତାପରେ ମୁଁ ଆପଣମାନଙ୍କ ସହିତ ଭିଡ଼ିଓ ବନାଉଛି। ଠିକ୍ ଅଛି, ଖାଇବା ତ ଖାଇଦେବୁ, ଶଳା ସୁଟ୍ଟା କ'ଣ କରିବୁ ବା? ଭିଡ଼ିଓ ବନାଉଛି ବ୍ଲଗ୍ ଭିଡ଼ିଓ, ତୁ କ'ଣଟା ସୁଟ୍ କରିବୁ? ହଁ, ତ ଫ୍ରେଣ୍ଡ ଇଏ ହେଉଛି ମୋର ଡାଲି ଭାତ। ଏବେ ମୁଁ ଡ୍ୟୁଟିରୁ ଆସିକି ନାଇଟ୍ ଡ୍ୟୁଟି ସାରିକି ମୁଁ ବର୍ତ୍ତମାନ ଆସିକି ଭାତ ରାନ୍ଧିକି ଡାଲି ରାନ୍ଧିକି ତାପରେ ଏବେ ମୁଁ ଖାଇବାକୁ ଯାଉଛି। ଠିକ୍ ଅଛି, ଆଉ ଯଦି ବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଚ୍ୟାନେଲକୁ ଯେଉଁମାନେ ବି ପ୍ରଥମ କରି ଆସୁଛନ୍ତି ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବେ। ଠିକ୍ ଅଛି, ଆଉ ଆପଣଙ୍କର ଡାଲି ଭାତ ପ୍ରିୟ କି ନାହିଁ? ଯେମିତି ମୁଁ ଏ ବର୍ତ୍ତମାନ ବେଙ୍ଗଲୋରରେ ରହୁଛି, ମୁଁ ଆପଣଙ୍କୁ ବି ୟା ପୂର୍ବରୁ ବି ଡାଲି ଭାତ ବିଷୟରେ ଭିଡ଼ିଓ ବନେଇକି ମୋ ଚ୍ୟାନେଲରେ ଅପଲୋଡ଼ କରିଛି। ଆଉ ଗୋଟେ ଭିଡ଼ିଓ ଅପଲୋଡ଼ କରିଛି ଯେଉଁଟାକି ଆମର ଓଡ଼ିଶାର ଫେମସ୍ ଫୁଡ୍ ପଖାଳ ଭାତ। କେମିତି ଭୁଲି ଯାଉଛୁ? ପଖାଳ ଭାତ କାହାର କାହାର ପ୍ରିୟ କମେଣ୍ଟ କଲ ଟିକେ। ଡାଲି ଭାତ ବିଷୟରେ ମୁଁ ଅଲରେଡି ଭିଡ଼ିଓ ପକେଇଛି। ପଖାଳ ଭାତ ବିଷୟରେ ଦିଟା ଭିଡ଼ିଓ ଅଲରେଡି ମୁଁ ଅପଲୋଡ଼ କରିସାରିଛି। ଯଦି ଭିଡ଼ିଓ ଦେଖିନାହାନ୍ତି ଯାଇକି ଜଲ୍ଦି ଦେଖ ଭିଡ଼ିଓ। ଓକେ, ଆଜି ବାହୁଡ଼ା ଯାତ୍ରାଟା ଅଛି, ଏ ଡାଲି ଭାତରେ ଚଳେଇଦବା। କାଲିକି ଦେଖିବା ଚିକେନ ନହେଲେ ମାଛଟା କ'ଣ ଟିକେ ଆଣିବା ଆଉ। ସୋ ଫାଇନାଲି ଡାଲି ଭାତ ଖିଆ ଏବେ ସରିଲା। 5ରୁ 7-10 ମିନିଟ୍ ଲାଗିଲା। ଆଉ ବାକି ସବୁ ତ ମୁଁ ଆପଣମାନଙ୍କୁ ଆମ ରୁମ୍ ପୁରା ବୁଲେଇକି ଦେଖେଇଛି। ଯଦି ବି ଦେଖିବାକୁ ଚାହୁଁଛନ୍ତି ତାହେଲେ ଟିକେ ଅଧେ ଟିକେ ଦେଖିନିଅନ୍ତୁ। ଏଇ ଲକ୍ଷ୍ମୀ ମାତାଙ୍କ ଠାରୁ ଷ୍ଟାର୍ଟ କରିବା। ଠିକ୍ ଅଛି, ଏଇଠି ଆମର ଲକ୍ଷ୍ମୀ ମାତା ଅଛନ୍ତି, ଏଇଠି ଗୋଟେ ମିରର ରହିଛି, ଆଉ ଏଇଠି ଆମର ପାଣି, ତାପରେ ଆମର କିଚେନ୍ ରୁମ୍, ସେପଟେ ଆମର ରହିଛି ଗ୍ୟାସ୍, ତାପରେ ଡଷ୍ଟବିନ୍, ଏପଟେ ଯେଉଁ ରହିଛି ଆମର କ'ଣ ଜାଣିପାରୁଥିବେ ଏଇଟା, ଇଏ ହେଉଛି ଭାତ, ଇଏ ହେଉଛି ଡାଲି। କ'ଣ ଜିନିଷ ପତ୍ର କେମିତି କ'ଣ ସବୁ ରହିଛି, ଏଇଠି ଆମର ପରିବା ପତ୍ର ରଖୁ, ଏଇଟା ଗୋଟେ ଚାଉଳ, ଆଉ ଏଇଟା ଆମର ପାଣି କ୍ୟାନ୍। ଏଇଠି ଜଣେ ମହାଶୟ ଶୁଅନ୍ତି। ଏଇଟା ହେଉଛି ଆମର ଗୋଟେ ବିଛଣା, ଆଉ ଗୋଟେ ଆମର ଭିତରେ ରହିଛି ଆମର ଏଇଟା ହେଉଛି 2ଟା ରୁମ୍। ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ମୋ ବିଷୟରେ କୁହନ୍ତୁ, କମେଣ୍ଟ କରିକି କୁହନ୍ତୁ। ଠିକ୍ ଅଛି, ଯଦି ଆପଣଙ୍କର ବି ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ବ୍ଲଗ୍ ଚ୍ୟାନେଲ୍ ଅଛି, ଆପଣଙ୍କର କୌଣସି ବି ଚ୍ୟାନେଲ୍ ହଉ, ଯଦି ଆପଣଙ୍କର ଗେମିଂ ଚ୍ୟାନେଲ୍ ହଉ, କମେଡ଼ି ଚ୍ୟାନେଲ୍ ହଉ, ଏଜୁକେସନ୍ ଚ୍ୟାନେଲ୍ ହଉ, ମନେ କରନ୍ତୁ ଆପଣଙ୍କର ବ୍ଲଗ୍ ଚ୍ୟାନେଲ୍। ମୋର ଏଇଟା ବ୍ଲଗ୍ ଚ୍ୟାନେଲ୍, ସେଇଥିପାଇଁ ମୁଁ ଏକ୍ଜାମ୍ପଲ୍ ନେଉଛି ବ୍ଲଗ୍। ଠିକ୍ ଅଛି, ଯେମିତିକି ବ୍ଲଗ୍ ଚ୍ୟାନେଲ୍ ପବ୍ଲିକରେ ବି ସୁଟ୍ କରିପାରିବେ ଆପଣ। ଏଇଟା ୟୁଟ୍ୟୁବ୍ର କ୍ରାଇଟେରିଆ। ଠିକ୍ ଅଛି, ଆପଣ ଯେତେବେଳେ ବ୍ଲଗିଂ ସୁଟ୍ କରିବେ ତ ଆପଣଙ୍କ ଦେଖନ୍ତୁ, ଆପଣ ଏମିତି କ୍ୟାମେରା ଧରିକି ଆପଣ ଯେତେବେଳେ ବି ପବ୍ଲିକ୍ ସାମ୍ନାରେ ଭିଡ଼ିଓ ସୁଟ୍ କରୁଛନ୍ତି ତ ଆପଣଙ୍କ ମନରେ କେବଳ ଆପଣଙ୍କର ଫୋକସ୍ କେବଳ ରହିବା ଦରକାର ଆପଣଙ୍କର କ୍ୟାମେରା ଉପରେ। ଠିକ୍ ଅଛି, ତ ଯେତେବେଳେ ଆପଣଙ୍କର ମୁଭମେଣ୍ଟ ରହିବ ପବ୍ଲିକ୍ ସାମ୍ନାରେ ତ ଆପଣ ଏଇଟା ଭାବିବେନି କି ଯେ ସାମ୍ନା ବାଲା ଆପଣଙ୍କୁ କ'ଣ ଭାବୁଛି। ଠିକ୍ ଅଛି, ନହେଲେ ଆପଣଙ୍କର ଭିଡ଼ିଓ ଖରାପ ହେଇଯିବ, ଆପଣଙ୍କର ଭିଡ଼ିଓରେ ଡିଷ୍ଟର୍ବାନ୍ସ ହେଇଯିବ, 100% ଆପଣଙ୍କର ଭିଡ଼ିଓ ଗ୍ରୋଥ୍ କରିବନି। ଠିକ୍ ଅଛି, ଆପଣ ଏଇଟା ବୁଝିପାରୁଥିବା ଦରକାର କି ଆପଣଙ୍କର ଭିଡ଼ିଓ ବନେଇଲେ ଆପଣଙ୍କର ପ୍ରଫିଟ୍ ଅଛି, ସାମ୍ନା ବାଲାର ନୁହଁ। ଓକେ, ଆପଣ ଆରାମସେ ବିନ୍ଦାସରେ ଭିଡ଼ିଓ ଅପଲୋଡ଼ କରନ୍ତୁ, ବିନ୍ଦାସରେ ଭିଡ଼ିଓ ସୁଟ୍ କରନ୍ତୁ। ଓକେ, ପୁରା ବିନ୍ଦାସ ଭାବରେ। ଓକେ, ବିନ୍ଦାସ ଭାବରେ ଚ୍ୟାନେଲ ଗ୍ରୋ କରନ୍ତୁ, ବିନ୍ଦାସ ଭାବରେ ପଇସା ନିଅନ୍ତୁ, ବିନ୍ଦାସରେ ୟୁଟ୍ୟୁବରୁ ପଇସା ଇନକମ୍ କରନ୍ତୁ। ଓକେ, ଥ୍ୟାଙ୍କ ୟୁ ଫର୍ ୱାଚିଂ। ଥ୍ୟାଙ୍କ ୟୁ, ଧନ୍ୟବାଦ।